ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଗୋଟେ ନୁହେଁ ଏକରୁ ଅଧିକ ଜାଗା ମୁଁ ଆପଣଙ୍କୁ ଦେଖାଇବି, ଯେଉଁ ସବୁ ଜାଗା ଗୁଡ଼ିକ ବାଇବେଲ ରିଲେଟେଡ଼୍ ଅଟେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସମ୍ପର୍କିତ ଅଟେ। ଆଉ ଆମେ ଯେଉଁ ପିତା ପୁତ୍ର ପବିତ୍ର ଆତ୍ମାକୁ ବିଶ୍ୱାସ କରୁ ତାହାଙ୍କର ସମ୍ପର୍କିତ ଅଟେ। ସ୍କୁଲ ଅଫ୍ ଆଡ଼ମ୍ ଫାଉଣ୍ଡ ହିୟର୍। ପ୍ରଥମ ଜାଗା ଦେଖନ୍ତୁ, ଆଦମଙ୍କର କଙ୍କାଳ ଏଇଠି ମିଳିଥିଲା। ଆଦମଙ୍କର କଙ୍କାଳ ଆପଣ ଟିକେ ଦେଖି ନିଅନ୍ତୁ। ଆଉ ଏଇ ଜାଗା ଆଦମଙ୍କର ଜୀବାଶ୍ମ ଏଇଠି ମିଳିଥିଲା। ଆଉ ଆମେମାନେ ସମ୍ପୂର୍ଣ୍ଣ ଗଲଗଥା ଆମେ ଦେଖିବା। ପ୍ରକୃତରେ ଆଜିର ଗଲଗଥା କେମିତି, ଆଜିର ଗଲଗଥା ପ୍ରକୃତରେ କେମିତି ଦେଖିବା ପାଇଁ ସେ ଗଲଗଥାକୁ ଆମେ ଦେଖିବା, ଆଜିର ଗଲଗଥାକୁ। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଯେମିତି କହିଲି ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଏକାଧିକ ଜାଗା ମୁଁ ଦେଖାଇବି ବାଇବେଲ ରିଲେଟେଡ଼୍। ଆପଣ ଦେଖନ୍ତୁ, ତାପରେ ମୋତେ କମେଣ୍ଟ କରନ୍ତୁ କେଉଁ ଜାଗା ଆପଣଙ୍କୁ ବେଶୀ ପସନ୍ଦ ଆସୁଛି। କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ମୋତେ ଜଣାନ୍ତୁ। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆମେ ଟପିକ୍କୁ ଆଜିର ଯେଉଁ ବିଷୟବସ୍ତୁ ଅଛି ତାକୁ ଆମେ ଆଗକୁ ନେବା। ପବିତ୍ର ଧର୍ମଶାସ୍ତ୍ର ବାଇବେଲର କିଛି ଅଂଶ ପାଠ ଆମେ ଆଲୋଚନା କରିବା। କିଛି ବିଷୟ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁଦଣ୍ଡ ଯେତେବେଳେ ମିଳିଲା ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶ ବହନ କରିବା ପାଇଁ ବାଧ୍ୟ କରାଗଲା। ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶ ବହନ କରିବା ପାଇଁ ବୋହିବା ପାଇଁ ବାଧ୍ୟ କରାଗଲା। ତାପରେ ତାଙ୍କୁ ଗଲଗଥା ଯେଉଁ ସ୍ଥାନକୁ ଆଜି ଆମେ ଦେଖିବା, ସେହି ସ୍ଥାନରେ ପ୍ରଭୁ ଯୀଶୁ ପହଞ୍ଚିଥିଲେ। ସେହି ସ୍ଥାନରେ ତାଙ୍କୁ କ'ଣ କରାଯାଇଥିଲା? ତାଙ୍କୁ କ୍ରୁଶରେ ମରାଯାଇଥିଲା, ସେ ଗଲଗଥା ନାମକ ଜାଗାରେ। ଆଉ ଏହା ଥିଲା ଇତିହାସର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆଉ ବର୍ତ୍ତମାନ ଆପଣ ଯେଉଁଟା ଦେଖୁଛନ୍ତି, ଇଏ ହେଉଛି ଆଜିର ଓପନ୍ ମାର୍କେଟ୍, ଇସ୍ରାଏଲର ଓପନ୍ ମାର୍କେଟ୍। ଯଦି ଆପଣ କେବେ ସେଠାକୁ ଯାଆନ୍ତି, ଆପଣ ଏମିତି ଓପନ୍ ମାର୍କେଟ୍ ଦେଖିବାକୁ ପାରିବେ। ଯଦି ଆପଣ ସେଠାକୁ ଯିବେ, ତେବେ ନିଶ୍ଚିନ୍ତ ଭାବରେ ନିଜର ଘର ପାଇଁ, ନିଜର ପରିବାର ନିମନ୍ତେ କିଛି ବିଷୟ କିଣିକି ଆପଣ ଆଣନ୍ତୁ, କାରଣ ଆପଣ ପୁଣି ଆଉ ଥରେ ଯିବେ କି ନାହିଁ ତା'ର କୌଣସି ଗ୍ୟାରେଣ୍ଟି ନାହିଁ। ଦ ହୋଲି ସେପଲଚର୍, ଆମେମାନେ ଦେଖିବା ଦ ହୋଲି ସେପଲଚର୍। ଏ ହୋଲି ସେପଲଚର୍ ଭିତରେ କ'ଣ କ'ଣ ସବୁ ରଖାଯାଇଛି, କେଉଁ କେଉଁ ବିଷୟବସ୍ତୁ ସବୁ ଅଛି, ଆମେମାନେ ଦେଖିବା। ଆପଣମାନେ ନିଶ୍ଚିନ୍ତ ଭାବରେ ମୋ ସହିତ ଲାଗି ରୁହନ୍ତୁ ଭିଡ଼ିଓରେ। ଆମେମାନେ ସେ ଜାଗାକୁ ଆମେମାନେ ଦେଖିବା, ଏ ପବିତ୍ର ଜାଗାକୁ ଆମେମାନେ ଦେଖିବା। ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଆଜିର ଇସ୍ରାଏଲ ବା ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରିଲେଟେଡ଼୍ ଜାଗା। ଆଉ ଯେତେବେଳେ ଜନତା ଚିଲେଇଲେ ଯୀଶୁଙ୍କୁ କ୍ରୁଶରେ ମାର, ତାଙ୍କୁ ଯାଜକ ଏବଂ ପ୍ରଧାନ ଯାଜକମାନେ ଲୋକମାନଙ୍କୁ ମତେଇଲେ। ଆଉ ସେମାନେ ସବୁ ଚିଲେଇଲେ ଯୀଶୁଙ୍କୁ କ୍ରୁଶରେ ମାର। ଆଉ ପିଲାତ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ କ୍ରୁଶୀୟ ମୃତ୍ୟୁଭୋଗ ପାଇଁ ସେ ଦଣ୍ଡ ଦେଇଦେଲେ, ଆଦେଶ ଦେଇଦେଲେ କି ଯୀଶୁଙ୍କୁ କ୍ରୁଶରେ ଚଢ଼ାଅ। କିନ୍ତୁ ନିଜର ହାତ ଧୋଇଦେଲେ, ଏଥିରେ ମୋର କୌଣସି ଦୋଷ ନାହିଁ। ଦେଖାଯାଉ ଉପରକୁ ଗଲା ପରେ କ'ଣ ମିଳିବ ଦେଖିବା। ମୁଁ ଆପଣଙ୍କୁ ଗୋଟେ ଜାଗା ଦେଖେଇଲି, ଯେଉଁଟାକି ଆଦମଙ୍କର ଜୀବାଶ୍ମ ସେଇଠି ମିଳିଥିଲା। ସେ ଜାଗାର ଆଦମ, ଯିଏକି ପ୍ରଥମ ମଣିଷ ବାଇବେଲର, ତାହାଙ୍କର ଜୀବାଶ୍ମ
ଆଉ ଇଏ ହେଉଛି ଉପର ଜାଗା ହୋଲି ସେପଲଚର ବୋଲି କୁହାଯାଏ। ତେବେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ତେବେ এই ସମସ୍ତ ବିଷୟ ସବୁ ରହିଅଛି। ବାଇବେଲ ରିଲେଟେଡ଼ ଅନେକ ପ୍ରମାଣ ଗୁଡ଼ିକ ମଧ୍ୟ ରହିଅଛି, ଯାହା ପ୍ରମାଣ ଦିଏ ଯେ ଦେଖ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ହେଉଛି ଏକ ସତ୍ୟ ପୁସ୍ତକ ଅଟେ, ଜୀବନ୍ତ ପୁସ୍ତକ। ମାଥ୍ୟୁ ଚାପ୍ଟର 27:51-54, ମାଥ୍ୟୁ 27 ପର୍ବ 51-54 ଆପଣ ପଢ଼ନ୍ତୁ। ଆଉ ସେଠି କ'ଣ ଲେଖା ହେଉଛି ଆପଣ ଜାଣିପାରିବେ। ଆଉ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା ଦେଖନ୍ତୁ ଆଉ ଏଇ ଜାଗାକୁ ମଧ୍ୟ ପବିତ୍ର ବୋଲି ମାନ୍ୟ କରାଯାଏ, ହୋଲି ସେପଲଚର ସେଥିପାଇଁ କୁହାଯାଏ। ପ୍ଲେସ୍ ଅଫ୍ ଦ ସ୍କୁଲ କାଲଭରି। এই ଜାଗାର ଆଉ ଗୋଟେ ନାଁ ବି ଅଛି ଯାହାକୁ କାଲବରୀ ବୋଲି କୁହାଯାଏ। କାଲବରୀ ପାହାଡ଼ ବା ଗଲଗଥା ପାହାଡ଼, ଦୁଇଟା ଯାକ ଗୋଟେ। କାଲବରୀ କୌଣସି ଅଲଗା ନୁହେଁ କି ଗଲଗଥା କୌଣସି ଅଲଗା ନୁହେଁ, ଦୁଇଟା ଯାକ ଗୋଟେ ଅଟନ୍ତି। କାଲବରୀ ପାହାଡ଼ ଯାହା ବିଷୟରେ ଆପଣ ପାଇଯିବେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଆପଣଙ୍କୁ ମିଳିଯିବ। ଆଉ ଏଇ ଜାଗା ଆଜି ହେଉଛି ଏମିତି। ଦେଖନ୍ତୁ ଚାରିପଟ ଟିକେ ଦେଖି ନିଅନ୍ତୁ, ଯାହାକୁ ହୋଲି ସେପଲଚର ବୋଲି କୁହାଯାଏ, ତା ଆଜି ଦେଖିବା ନିମନ୍ତେ କେମିତି ହୋଲି ସେପଲଚର। ଦେଖନ୍ତୁ ଆଜି ବି ଏଠି ଲୋକମାନେ ଯିବା ଆସିବା କରୁଛନ୍ତି। ମୋର କହିବାର କଥା ହେଉଛି এই ଜାଗାକୁ ପ୍ରତିଦିନ ଲୋକମାନେ ଯିବା ଆସିବା କରନ୍ତି। କୌଣସି ଶୂନ୍ୟ ମଣିଷ ଆପଣ ପାଇବେନି, ପ୍ରତିଦିନ କିଛି ନା କିଛି ମଣିଷକୁ ଆପଣ এই ଜାଗାରେ ଆପଣ ନିହାତି ଦେଖିବେ। ଗଲଗଥା ବୋଲି ଯେ କୁହାଯାଏ ଆଜି ଯାହାକୁ ଗଲଗଥା ବୋଲି କୁହାଯାଏ। ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଗଲଗଥା। ଆଉ ଇଏ ହେଉଛି ଦ୍ୱିତୀୟ ଜାଗା ମୁଁ ଆପଣଙ୍କୁ ଦେଖାଉଛି। এই ଜାଗା କ'ଣ ଆପଣ ଜାଣିଛନ୍ତି? ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ ରଖାଯାଇଥିଲା। ଇଏ କବର ନୁହେଁ, ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଗଲା। ତାଙ୍କର ମୃତ୍ୟୁ ପରେ ତାଙ୍କ ଶରୀରକୁ କ୍ରୁଶରୁ ଓହ୍ଲାଗଲା। ଓହ୍ଲେଇକି କ'ଣ କରାଗଲା ନା ଏଇ ଜାଗାରେ ଯୀଶୁଙ୍କ ଶରୀରକୁ ରଖାଯାଇଥିଲା। ଆଉ ଏଇ ଜାଗାକୁ ମଧ୍ୟ ଲୋକମାନେ ବହୁତ ପବିତ୍ର ବୋଲି ମାନ୍ୟ କରନ୍ତି। ବହୁତ ପବିତ୍ର ଏଇ ଜାଗା, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏଇଠି ଥିଲା। ତେବେ ଆପଣମାନେ ଦୁଇଟା ଜାଗା ଆପଣ ଦେଖିଲେ। ପ୍ରଥମ ଜାଗା ଆପଣ ଦେଖିଲେ ଆଦମଙ୍କର ଜୀବାଶ୍ମ ଯେଉଁଠି ରଖାଯାଇଥିଲା। ଆଉ ଦ୍ୱିତୀୟ ଜାଗା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମର ଶରୀରକୁ ମାନେ କେଉଁ ଜାଗାରେ ଶୁଆଯାଇଥିଲା। ଏଠି କ୍ୟାଣ୍ଡେଲ ଜଳା ହେଉଛି। କ୍ୟାଣ୍ଡେଲ ଜଳାଇବା ପଦ୍ଧତି ଆମର କ୍ୟାଥୋଲିକର ଭାଇ ଭଉଣୀମାନେ କରନ୍ତି, ତାଙ୍କର ପଦ୍ଧତି। ଆଉ ଆମର ଦୁନିଆରେ ଅନେକ ପ୍ରକାର ଡିନୋମିନେସନ୍ ଅଛି, ମାନେ ସମସ୍ତଙ୍କର ବିଶ୍ୱାସ ହେଉଛି ଅଲଗା ଅଲଗା। ମାନେ ଯିଏ ଯାହା ବିଶ୍ୱାସରେ ମାନେ ଏଇସବୁ କରନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା ଆପଣ ଦେଖିବାକୁ ପାରୁଥିବେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ ଏଇଠି ରଖାଯାଇଥିଲା।
तापर आमे माने आहरी किसी जगह को आमे माने देखिबा। तेणु मो सहित आपण माने वीडियो रे लगी रुहंतु। नमस्कार प्रिय बंधुगण, ये जो होली सपल्सर ये जगहटी हूँ छोटिया जगह नुहे, हूँ बहुत बड़ जगह। और दयाकर कमेंट करंतु ये जगह आपन को केमिति लगुच। जदि ये जगह आपन को भल लगुच, वीडियो भल लगु थाए तो वीडियो को शेयर करने भूलिए नहीं। आपण आउ थे देखि नियंतु स्कूल ऑफ आडम फर्स्ट मैन वाज फाउंड हियर। एठी मिलिथिला आदमकर जीवाश्म। आपण देखंतु आदमकर जीवाश्म ये मिलिथिला। माने केड़े भाग्यवान आमे माने प्रभु जीशु ख्रीष्टंकर क्रूसर स्थान और आदमंकर जीवाश्म प्राय पाखापाखि आमे माने देखा पाऊ। आ जगह को ग्लास द्वारा घोड़े रखाई, आपन केवल देखिपारे जेपरि से जगह के नष्ट न करते से निमंते ग्लास को घोड़े रखाई। आ स्कूल ऑफ आडम आदमंकर जीवाश्म बा तांकर कंकाल बा तांकर जीवाश्म यही जगह मिलता। परमेश्वर केते अनुग्रहकारी माने टिके देखंतु। जेबे तामाने परमेश्वर हमको एमती अनुग्रह करिसंती। आज आमे माने बाइबल रिलेटेड प्रति जगह को टिकी निखी आमे माने देखा को पारुछु। तबे ख्रीष्ट प्रिय भाई भनी माने ये वीडियो आपन किपर लगुच कमेंट करके निश्चित भाव जनातु। आउ जदि ये वीडियो आपन को भल लगु थाए वीडियो को निश्चित भाव शेयर करंतु। आउ चैनल को आपन सब्सक्राइब कर रखि थांतु, कारण आगामी दिन में एमती आहरी अनेक वीडियो आपन को मिलिया को पारिबो। तबे ख्रीष्ट प्रिय भाई बनी माने ए वीडियो को आपन शेयर करंतु। आपन केवल से मान को शेयर करंतु जो माने वास्तविक रे जो माने देखिबा पई इच्छा प्रकाश करंते, केवल से मान को शेयर करंतु। नचेत आपन अन्य मान को जो माने देखिबा पई इच्छा प्रकाश करू नहंती से मान को ए वीडियो शेयर करिबार कौन से आवश्यकता नहीं। केव ऑफ द होली क्रॉस ए जगार ना हो केव ऑफ द होली क्रॉस। ताको आपण माने निश्चय बुझी पारुथिबे। केव अर्थ होची गुंफा, होली क्रॉस माने होची पवित्र क्रूसर गुंफा बा पवित्र क्रूसर गुहा आपण कहया पारिबे। कहीं को पवित्र क्रूसर गुहा कहा जाए मु जाने नहीं, आपन जानिथिले कमेंट करंतु। चैपेल ऑफ सेंट हेलेना, सेंट हेलेना को ना रे गोटे चैपेल अच्छी देखंतु। हेलेना किए जने प्रेरित थिले आ तांको विषय बाइबल रे अवश्य वर्णना करा जाइनी, कारण बाइबल लेखा अच्छी जे एमिते अनेक लेखिबार अच्छी पुस्तक अच्छी। सबु जदि गुटी गुटी कर लेखा जाई थांता तबे जहन कहती जे पृथ्वी सुधा स्थान रहंता नहीं। होई पारे सेई मध्यरु सेंट हेलेना जने हेई थाई पारंती। से जा भी हो सेंट बा प्रेरित हेलेना को नाम रे ए चैपेलटी अच्छी, आपण देखंतु। समस्त नमस्कार प्रिय बंधुगण, आज वीडियो को आमे माने एठी रखिबा। वीडियो को शेयर करंतु, चैनल को सब्सक्राइब करंतु। समस्त को धन्यवाद। पुणी भेट हम आपन सहित आउ गोटे वीडियो रे आउ गोटे अध्याय रे।